ଭଗବାନ ଶ୍ରୀକୃଷ୍ଣ ଗୀତା ମୁଖରେ କହୁଛନ୍ତି ଯେ ମୋର ଶରଣାଗତ ମୁଁ ତାହାକୁ ସମସ୍ତ ପାପ ଦୁଃଖାଦିରୁ ଉଦ୍ଧାର କରିଥାଏ। ଶ୍ରୀ ଶ୍ରୀ ମା ଶାରଦା ଦେବୀ କହୁଛନ୍ତି ବିଧିର ସାଧ୍ୟ ନାହିଁ ମୋର ପିଲାଙ୍କୁ ରସାତଳକୁ ନେବ। ଶ୍ରୀରାମକୃଷ୍ଣ ଦେବ କହୁଛନ୍ତି ଯେ ଭଗବାନଙ୍କର ଶରଣାଗତ ତାହାର କୌଣସି ଭୟ ନାହିଁ, ଭଗବାନ ତାହାକୁ ସର୍ବୋତ ଭାବରେ ରକ୍ଷା କରନ୍ତି। ଶ୍ରୀରାମକୃଷ୍ଣ ତାଙ୍କର ଗଳକ୍ଷତର ଚିକିତ୍ସା ଲାଗି ଶେଷ ବେଳକୁ କାଶୀପୁର ଉଦ୍ୟାନ ବାଟିର 2 ମହଲାରେ ରହିଥିଲେ। ଦେହ ସମ୍ପୂର୍ଣ୍ଣ କ୍ଷୀଣ, ବିନା ସାହାଯ୍ୟରେ ସେଜରୁ ଉଠିବା ଦୁଷ୍କର। ଶ୍ରୀ ଶ୍ରୀ ମା ଶାରଦା ଦେବୀ ତଳ ମହଲା ସିଡ଼ି ତଳ ଘରେ ତାଙ୍କର ପଥ୍ୟାଦି ରାନ୍ଧୁଥିଲେ। ଦିନେ ରାତି 8ଟା ବେଳକୁ ଶ୍ରୀ ଶ୍ରୀ ମା ଦେଖିଲେ ଶ୍ରୀରାମକୃଷ୍ଣ ଦ୍ରୁତ ଗତିରେ ସିଡ଼ିରେ ଓହ୍ଲାଇ ବାହାରକୁ ଚାଲିଗଲେ। ସେ ଆଶ୍ଚର୍ଯ୍ୟ ହୋଇ ଭାବୁଥାନ୍ତି ଏହା କ'ଣ ସମ୍ଭବ। ଟିକିଏ ପରେ ଦେଖିଲେ ଶ୍ରୀରାମକୃଷ୍ଣ ସେହିପରି ଦ୍ରୁତ ଗତିରେ ଫେରି ଆସି ସିଡ଼ି ବାଟେ ଉପରକୁ ଚାଲିଗଲେ। ସନ୍ଦେହରେ ପଡ଼ି ସେ ଶ୍ରୀରାମକୃଷ୍ଣଙ୍କ ପାଖକୁ ଗଲେ ଏବଂ ତାଙ୍କୁ ଏ ବିଷୟରେ ପଚାରିଲେ। ଶ୍ରୀରାମକୃଷ୍ଣ କହିଲେ, ନରେନ, ବିବେକାନନ୍ଦ ପ୍ରଭୃତି ପିଲାମାନେ ଆଜି ରାତିରେ ପାଚେରୀ ପାଖ ଖଜୁରୀ ଗଛରୁ ଖଜୁରୀ ରସ ପିଇବାକୁ ମନସ୍ଥ କରିଛନ୍ତି। ସେଠାରେ ଗୋଟିଏ କାଳାନ୍ତକ ନାଗ ରହିଥିଲା, ସେ ସମସ୍ତଙ୍କୁ କାମୁଡ଼ିଥାନ୍ତା। ମୁଁ ସେଠାରୁ ତାକୁ ତଡ଼ି ଦେଇ ଆସିଲି। ସେଦିନ ରାତିରେ ନରେନ୍ଦ୍ରନାଥ ପ୍ରଭୃତି ଖଜୁରୀ ରସ ଆଣିଲା ବେଳେ ଦୂରରୁ ସାପର ଫଁ ଫଁ ଗର୍ଜନ ଶୁଣିଥିଲେ। ଆଉ ଥରେ ଶ୍ରୀରାମକୃଷ୍ଣ ତାଙ୍କର ଗାଁ କାମାରପୁକୁରରେ ଥିଲେ। ସେଦିନ ସେଠାରେ ଏତେ ବର୍ଷା ହେଲା ଯେ ଗାଁ ଦାଣ୍ଡରେ ପାଣିର ସୁଅ ଛୁଟିଲା। ସେହି ପାଣି ସୁଅରେ ବିରାଟ ହାଲଦାର ପୋଖରୀରୁ ମାଛମାନେ ଉଠି ଆସିଲେ। ଲୋକମାନେ ସେହି ମାଛମାନଙ୍କୁ ଧରିବାରେ ଲାଗିଗଲେ। ଶ୍ରୀରାମକୃଷ୍ଣ ପାଣି ଭାଙ୍ଗି ଘରକୁ ଫେରୁଥିଲେ। ଦେଖିଲେ ଗୋଟିଏ ମାଛ ତାଙ୍କ ପାଦ ପାଖେ ପାଖେ ବୁଲୁଛି, ଆଦୌ ପାଖ ଛାଡୁନାହିଁ। କାଳେ ଲୋକମାନେ ତାକୁ ମାରିଦେବେ, ସେଥିପାଇଁ ସେ ପୋଖରୀ ପାଖକୁ ଗଲେ ଏବଂ ମାଛଟିକୁ ପୋଖରୀରେ ଛାଡ଼ି ଘରକୁ ଫେରି ଆସିଲେ। ଘରେ ପହଞ୍ଚି ଶ୍ରୀ ଶ୍ରୀ ମା ଶାରଦା ଦେବୀଙ୍କ ନିକଟରେ ଘଟଣାଟି ବର୍ଣ୍ଣନା କରି କହିଲେ, କେହି ଯଦି ଏହିପରି ଭଗବାନଙ୍କ ପାଦପଦ୍ମରେ ଶରଣ ପଶେ, ଭଗବାନ ତାହାକୁ ସଂସାର ସ୍ରୋତରୁ ନେଇ ସଚ୍ଚିଦାନନ୍ଦ ସାଗରରେ ପହଞ୍ଚାଇ ଦିଅନ୍ତି। ସ୍ୱାମୀ ସୁବୋଧାନନ୍ଦ ଶ୍ରୀରାମକୃଷ୍ଣ ଦେବଙ୍କର ଜଣେ ସନ୍ନ୍ୟାସୀ ଶିଷ୍ୟ। ସେ ବାଳକ ଭଳି ଅତ୍ୟନ୍ତ ସରଳ ଥିଲେ। ଶ୍ରୀରାମକୃଷ୍ଣ ତାଙ୍କୁ ଅଭୟ ଦେଇ କହିଥିଲେ, ମୁଁ ତୋର ଇହକାଳ ଓ ପରକାଳର ସମସ୍ତ ଦାୟିତ୍ୱ ଗ୍ରହଣ କଲି। ପରବର୍ତ୍ତୀ କାଳରେ ସୁବୋଧାନନ୍ଦ ଥରେ ପରିବ୍ରାଜକ ଭାବରେ ତୀର୍ଥ ଭ୍ରମଣ କରୁଥିଲେ। ଦିନେ ଉତ୍ତର ପ୍ରଦେଶର ଗୋଟିଏ ସ୍ଥାନରେ ସେ ରାତିରେ ଗୋଟିଏ ବରଗଛ ମୂଳରେ ଶୋଇ ଯାଇଥାନ୍ତି। ସ୍ୱପ୍ନରେ ଦେଖିଲେ ଯେ ଜଣେ ନାରୀ ମୂର୍ତ୍ତି ତାଙ୍କୁ କହୁଛନ୍ତି, ବାବା ଏଠାରୁ ଉଠି ଆସ, ତୁମେ ଶୋଇଥିବାରୁ ସାପମାନେ ଗାତରୁ ବାହାରି ପାରୁନାହାନ୍ତି। ଟିକିଏ ଦୂରରେ ଗୋଟିଏ ଥାନା ଅଛି, ସେଠାକୁ ଗଲେ ସେମାନେ ତୁମକୁ ଶୋଇବାକୁ ଦେବେ। ସୁବୋଧାନନ୍ଦ ନିଦରୁ ଉଠି ପଡ଼ିଲେ ଏବଂ ବାରଣ୍ଡାରେ ଯାଇ ଶୋଇଲେ। ସକାଳେ ଉଠି ସେହି ବରଗଛ ପାଖକୁ ଆସି ଦେଖିଲେ ଯେ ସେ ଯେଉଁଠାରେ ଶୋଇଥିଲେ ସେଠାରେ କେତେଗୁଡ଼ିଏ ଗାତ ଅଛି। ଲୋକମାନେ କହିଲେ ସେଠାରେ ବହୁତ ଗୋଖୁର ସାପ ରହୁଛନ୍ତି। ଭଗବାନ ଶ୍ରୀକୃଷ୍ଣଙ୍କର ପ୍ରତିଜ୍ଞା, କୌନ୍ତେୟ ପ୍ରତିଜାନିହି ନ ମେ ଭକ୍ତ ପ୍ରଣଶ୍ୟତି। ଅର୍ଜୁନ, ମୋ ଭକ୍ତର ବିନାଶ ନାହିଁ।